गीत संहिता 119 आलेफ। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ। ଯେଉଁମାନେ ତାହାଙ୍କ ପ୍ରମାଣ ବାକ୍ୟ ସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ। ସେମାନେ କୌଣସି ଅଧର୍ମ କରନ୍ତି ନାହିଁ, ସେମାନେ ତାହାଙ୍କ ପଥରେ ଗମନ କରନ୍ତି। ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନ ସବୁ ପାଳନ କରିବା, ଏଥିପାଇଁ ତୁମ୍ଭେ ତାହା ସବୁ ଆଜ୍ଞା କରିଅଛ। ଆହା, ତୁମ୍ଭର ବିଧି ସକଳ ପାଳନ କରିବା ପାଇଁ ଯେବେ ମୋହର ଗତି ସୁସ୍ଥିର ହୁଅନ୍ତା, ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ ଲଜ୍ଜିତ ହେବି ନାହିଁ। ତୁମ୍ଭର ଧର୍ମମୟ ଶାସନ ସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ମୁଁ ତୁମ୍ଭର ବିଧି ସବୁ ପାଳନ କରିବି। ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ। ବୈତ୍ ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ, ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। ମୁଁ ସର୍ବାନ୍ତକରଣରେ ତୁମ୍ଭଙ୍କୁ ଖୋଜିଅଛି। ମୋତେ ତୁମ୍ଭ ଆଜ୍ଞା ପଥରୁ ଭ୍ରମିବାକୁ ଦିଅ ନାହିଁ। ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ହେ ସଦାପ୍ରଭୁ, ତୁମ୍ଭେ ଧନ୍ୟ। ତୁମ୍ଭର ବିଧି ସବୁ ମୋତେ ଶିଖାଅ। ମୁଁ ତୁମ୍ଭ ମୁଖ ନିର୍ଗତ ଶାସନ ସକଳ ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି। ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ୍ଭ ପ୍ରମାଣ ବାକ୍ୟ ରୂପ ପଥରେ ଆମୋଦ କରିଅଛି। ମୁଁ ତୁମ୍ଭର ବିଧାନ ସବୁ ଧ୍ୟାନ କରିବି ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି। ମୁଁ ତୁମ୍ଭ ବିଧି ସବୁରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ। ଗିମେଲ ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର। ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି। ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର। ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ମୁଁ ପୃଥିବୀରେ ପ୍ରବାସୀ। ତୁମ୍ଭର ଆଜ୍ଞା ସବୁ ମୋ ଠାରୁ ଲୁଚାଅ ନାହିଁ। ସର୍ବଦା ତୁମ୍ଭ ଶାସନ ସକଳ ଆକାଂକ୍ଷା କରିବା ସକାଶୁ ମୋ ପ୍ରାଣ କ୍ଷୀଣ ହୁଏ। ଯେଉଁ ଶାପଗ୍ରସ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା ପଥରୁ ଭ୍ରମନ୍ତି, ତୁମ୍ଭେ ସେମାନଙ୍କୁ ଧମକାଇଅଛ। ମୋ ଠାରୁ ନିନ୍ଦା ଓ ଅପମାନ ଦୂର କର, କାରଣ ମୁଁ ତୁମ୍ଭର ପ୍ରମାଣ ବାକ୍ୟ ସବୁ ପାଳନ କରିଅଛି। ଅଧିପତିମାନେ ମଧ୍ୟ ବସି ମୋ ବିରୁଦ୍ଧରେ କଥା କହିଲେ, ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧି ସକଳ ଧ୍ୟାନ କଲା। ତୁମ୍ଭର ସକଳ ପ୍ରମାଣ ବାକ୍ୟ ମଧ୍ୟ ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ। ଦାଲତ ମୋହର ପ୍ରାଣ ଧୂଳିରେ ଲାଗୁଅଛି। ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର। ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ ତୁମ୍ଭେ ମୋତେ ଉତ୍ତର ଦେଲ। ତୁମ୍ଭର ବିଧି ସବୁ ମୋତେ ଶିଖାଅ। ତୁମ୍ଭେ ଆପଣା ଆଜ୍ଞାପଥ ସବୁ ମୋତେ ବୁଝାଇ ଦିଅ। ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମ ସବୁ ଧ୍ୟାନ କରିବି। ଶୋକ ସକାଶୁ ମୋ ପ୍ରାଣ ତରଳିଯାଏ। ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର। ମୋ ଠାରୁ ମିଥ୍ୟା ମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର। ମୁଁ ବିଶ୍ୱସ୍ତତା ରୂପ ପଥ ମନୋନୀତ କରିଅଛି। ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନ ସବୁ ରଖିଅଛି। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସବୁରେ ଆସକ୍ତ। ହେ ସଦାପ୍ରଭୁ, ମୋତେ ଲଜ୍ଜିତ କର ନାହିଁ। ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା ପଥରେ ଧାବମାନ ହେବି। ହେ ସଦାପ୍ରଭୁ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ। ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି। ମୋତେ ବୁଦ୍ଧି ପ୍ରଦାନ କର। ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି। ଆହୁରି
ମୁଁ ଆପଣା ସର୍ବାନ୍ତକରଣରେ ତାହା ପାଳନ କରିବି। ତୁମ୍ଭ ଆଜ୍ଞା ପଥରେ ମୋତେ ଗମନ କରାଅ, କାରଣ ତହିଁରେ ମୁଁ ଆନନ୍ଦ କରେ। ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ ବାକ୍ୟ ପ୍ରତି ମୋ ଚିତ୍ତର ସ୍ନେହ ଜନ୍ମାଅ। ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର। ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର। ତାହା ତୁମ୍ଭ ବିଷୟକ ଭୟ ସଂଯୁକ୍ତ। ମୋହର ଭୟଜନକ ନିନ୍ଦା ଦୂର କର, କାରଣ ତୁମ୍ଭର ଶାସନ ସକଳ ଉତ୍ତମ। ଦେଖ, ମୁଁ ତୁମ୍ଭ ବିଧାନ ସକଳର ଆକାଂକ୍ଷା କରିଅଛି। ତୁମ୍ଭ ଧର୍ମରେ ମୋତେ ସଚେତ କର। ବୋଉ, ହେ ସଦାପ୍ରଭୁ, ତୁମ୍ଭ ଦୟା ଅର୍ଥାତ୍ ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋ ପ୍ରତି ବର୍ତ୍ତୁ। ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି, କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ। ପୁଣି ମୋ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ, କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି। ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି, ଆଉ ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି, କାରଣ ମୁଁ ତୁମ୍ଭର ବିଧାନ ସବୁ ଖୋଜିଅଛି। ଆହୁରି ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି। ପୁଣି ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି। ଆହୁରି ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି। ପୁଣି ମୁଁ ତୁମ୍ଭର ବିଧି ସବୁ ଧ୍ୟାନ କରିବି। ସଇନ୍, ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର। ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା, କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି। ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇନାହିଁ। ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନ ସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି। ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି। ମୋ ପ୍ରବାସ ଗୃହରେ ତୁମ୍ଭର ବିଧି ସବୁ ମୋହର ଗାୟନ ହୋଇଅଛି। ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି। ତୁମ୍ଭର ବିଧାନ ସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି। ହେତ୍, ସଦାପ୍ରଭୁ ମୋହର ଅଂଶ। ମୁଁ ତୁମ୍ଭର ବାକ୍ୟ ସବୁ ପାଳନ କରିବି ବୋଲି କହିଅଛି। ମୁଁ ସର୍ବାନ୍ତକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି। ଆପଣା ବାକ୍ୟାନୁସାରେ ମୋ ପ୍ରତି ଦୟାଳୁ ହୁଅ। ମୁଁ ଆପଣା ଗତି ସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି। ତୁମ୍ଭର ଆଜ୍ଞା ସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ। ଦୁଷ୍ଟମାନଙ୍କର ରଜୁ ମୋ ଚାରିଆଡ଼େ ଜଡ଼ିତ ହେଲା, ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାଶୋରି ନାହିଁ। ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରିରେ ଉଠିବି। ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନ ସବୁ ପାଳନ୍ତି, ମୁଁ ସେ ସମସ୍ତଙ୍କର ସଙ୍ଗୀ। ହେ ସଦାପ୍ରଭୁ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ। ତୁମ୍ଭ ବିଧି ସବୁ ମୋତେ ଶିଖାଅ। ଟେଟ୍, ହେ ସଦାପ୍ରଭୁ, ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ। ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ, କାରଣ ମୁଁ ତୁମ୍ଭ ଆଜ୍ଞା ସମୂହରେ ବିଶ୍ୱାସ କରିଅଛି। ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି, ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
तुम्भे मंगलमय ओ मंगलकारी। मते तुम्भ विधि सबु शिखाओ। अहंकारी माने मो विरुद्धरे मिथ्या कथा कल्पना करियछंती। मु सर्वांतकरण रे तुम्भर विधान सबु पालन करिबी। सेमानंक अंतकरण मेद परी स्थूल, मात्र मु तुम्भ व्यवस्था रे आमोद करे। मु जेपरी तुम्भर विधि सबु शिखिबी, एथिपाई मु जे दुखग्रस्त हेली, एहा मो पक्षरे भल हेला। हजार हजार सुना और रूपा अपेक्षा तुम्भ मुखर व्यवस्था मो प्रति उत्तम। युद्ध तुम्भ हस्त मते निर्माण और मूर्तिमान करियछि। मु जेपरी तुम्भर आज्ञा सबु पालन करिबी, एथिपाई मते सुविवेचना प्रदान कर। जो माने तुम्भंकु भय करंती, सेमाने मते देखि आनंदित हेबे, कारण मु तुम्भ वाक्य रे भरोसा रखियछि। हे सदाप्रभु, मु जाने तुम्भ शासन सकल धर्ममय, पुणी तुम्भे विश्वस्त भावरे मते दुख देइअछ। मु प्रार्थना करूअछि, तुम्भ दास प्रति तुम्भ वाक्यानुसारे तुम्भ स्नेहपूर्ण करुणा मोहर सांत्वनाजनक हेउ। मु जेपरि बंचिबी, एथिपाई मो प्रति तुम्भर करुणा बर्तु, कारण तुम्भर व्यवस्था मोहर आनंदजनक। अहंकारी माने लज्जित हेउंतु, कारण सेमाने अन्याय रे मोहर सर्वनाश करियछंती। मात्र मु तुम्भर विधान सबु ध्यान करिबी। जो माने तुम्भंकु भय करंती, सेमाने मो कतिकी फेरंतु। तहिरे सेमाने तुम्भर प्रमाण वाक्य ज्ञातसार हेबे। मु जेपरि लज्जित नहिबी, एथिपाई तुम्भ विधि सबुरे मो अंतकरण सिद्ध हेउ। कफ तुम्भ परित्राण पाई मो प्राण क्षीण हुए, मात्र मु तुम्भ वाक्य रे भरोसा रखे। तुम्भे केबे मते सांत्वना करिब? एहा कही कही तुम्भ वाक्य पाई मोहर चक्षु क्षीण हुए, कारण मु धूमस्थित कुंपातुल्य होइअछि। तथापि मु तुम्भर विधि सबु पासरु नाही। तुम्भर दासर दिन केते? तुम्भे केबे मो ताड़नाकारी मानंकर विचार करिब? अहंकारी माने मो पाई गर्त खोलियछंती। सेमाने तुम्भ व्यवस्थार अनुगामी नुहंती। तुम्भर आज्ञा सबु विश्वसनीय। सेमाने अन्याय रे मते ताड़ना करंती। तुम्भे मोहर साहाय्य कर। सेमाने पृथ्वी रे मते प्राय विनाश करिथिले, मात्र मु तुम्भर विधान सबु त्याग कली नाही। तुम्भर स्नेहपूर्ण करुणानुसारे मते सचेत कर। तहु मु तुम्भ मुखर प्रमाण वाक्य पालन करिबी। लामद हे सदाप्रभु, तुम्भ वाक्य अनंत काल निमंते स्वर्गरे संस्थापित अछि। तुम्भर विश्वस्तता पुरुषानुक्रमरे स्थायी। तुम्भे पृथ्वी की संस्थापन करियछ ओ ताहा सुस्थिर थाए। तुम्भ शासनानुसारे अद्यापि सकल सुस्थिर, कारण समस्ते तुम्भर दास। तुम्भर व्यवस्था मोहर आह्लादजनक होई नथिले मु आपणा दुखरे विनष्ट होइथांती। तुम्भर विधान सबु मु केबे पासरिबी नाही, कारण तद्वारा तुम्भे मते सचेत करियछ। मते त्राण कर, मु तुम्भर, कारण मु तुम्भर विधान सबु अन्वेषण करियछि। दुष्ट माने मते विनाश करिया पई चाहि रही अछंती, मात्र मु तुम्भर प्रमाण वाक्य विवेचना करिबी। मु सबु सिद्धिर अंत देखिअछि, मात्र तुम्भर आज्ञा अतिशय प्रशस्त। मेम मु तुम्भर व्यवस्था को किपरि प्रिय मणे,
ତାହା ଦିନଯାକ ମୋହର ଧ୍ୟାନ। ତୁମ୍ଭ ଆଜ୍ଞା ସବୁ ମତେ ମୋ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ, କାରଣ ତାହା ସବୁ ନିରନ୍ତର ମୋ ସଙ୍ଗେ ଥାଏ। ମୋହର ସମସ୍ତ ଗୁରୁ ଅପେକ୍ଷା ମୋ ବୁଦ୍ଧି ଅଧିକ, କାରଣ ତୁମ୍ଭର ପ୍ରମାଣ ବାକ୍ୟ ସବୁ ମୋହର ଧ୍ୟାନ। ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ, ଯେଣୁ ମୁଁ ତୁମ୍ଭର ବିଧାନ ସବୁ ପାଳନ କରିଅଛି, ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି। ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି। ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇନାହିଁ, କାରଣ ତୁମ୍ଭେ ମତେ ଶିକ୍ଷା ଦେଇଅଛ। ମୋ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର, ମୋ ମୁଖକୁ ତାହା ମଧୁ ଅପେକ୍ଷା ମଧୁର। ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧିପ୍ରାପ୍ତ ହୁଏ। ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟା ପଥ ଘୃଣା କରେ। ନୁନ୍, ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ମୁଁ ତୁମ୍ଭର ଧର୍ମମୟ ଶାସନ ସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି। ମୁଁ ଅତ୍ୟନ୍ତ ଦୁଃଖିତ ଅଛି। ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମତେ ସଚେତ କର। ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ ମୁଖର ସ୍ୱଚ୍ଛାଦତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନ ସବୁ ମତେ ଶିଖାଅ। ମୋ ପ୍ରାଣ ନିରନ୍ତର ମୋ ହସ୍ତରେ ଥାଏ, ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାଶୋରୁ ନାହିଁ। ଦୁଷ୍ଟମାନେ ମୋ ପାଇଁ ଫାନ୍ଦ ପାତିଅଛନ୍ତି, ତଥାପି ମୁଁ ତୁମ୍ଭ ବିଧାନରୁ ବିପଦଗାମୀ ହେଲି ନାହିଁ। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି, କାରଣ ତାହା ସବୁ ମୋ ଚିତ୍ତର ଆହ୍ଲାଦଜନକ। ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧି ସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି। ସାମକ୍, ମୁଁ ଦୁଇମନାମାନଙ୍କୁ ଘୃଣା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ। ତୁମ୍ଭେ ମୋ ଲୁଚିବାର ସ୍ଥାନ ଓ ମୋହର ଢାଲ। ମୁଁ ତୁମ୍ଭ ବାକ୍ୟରେ ଭରସା କରେ। ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞା ସବୁ ପାଳିପାରିବି, ଏଥିପାଇଁ ମୋ ନିକଟରୁ ଦୂର ହୁଅ। ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମତେ ଧରି ରଖ ଓ ମୋ ଭରସା ବିଷୟରେ ମତେ ଲଜ୍ଜିତ ହେବାକୁ ଦିଅ ନାହିଁ। ତୁମ୍ଭେ ମତେ ଧରି ରଖ, ତହିଁରେ ମୁଁ ଆପଦ ରହିତ ହେବି ଓ ତୁମ୍ଭ ବିଧି ସବୁ ସର୍ବଦା ମାନ୍ୟ କରିବି। ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ, କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା। ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟ ସମସ୍ତଙ୍କୁ ଧାତୁର ଖାଦ ପରି ଦୂର କରିଥାଅ। ଏଣୁ ମୁଁ ତୁମ୍ଭ ପ୍ରମାଣ ବାକ୍ୟକୁ ସ୍ନେହ କରେ। ତୁମ୍ଭ ଭୟ ସକାଶୁ ମୋ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ। ଅଇନ୍, ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି। ମୋ ଉପଦ୍ରବୀମାନଙ୍କ ହସ୍ତରେ ମତେ ସମର୍ପଣ କର ନାହିଁ। ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ। ଅହଙ୍କାରୀମାନଙ୍କୁ ମୋ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ। ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି। ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମତେ ଶିଖାଅ। ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ ବାକ୍ୟ ସକଳ ଜ୍ଞାତ ହେବି, ଏଥିପାଇଁ ମତେ ବୁଦ୍ଧି ଦିଅ। ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି, କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।
एहेतु मु सुवर्ण और शुद्ध सुवर्ण अपेक्षा तुम्भ आज्ञा समूह को स्नेह करे। एणु मु सबु विषय तुम्भर सकल विधान यथार्थ ज्ञान करे और प्रत्येक मिथ्या पथ घृणा करे। पे तुम्भ प्रमाण वाक्य सकल आश्चर्य, एथिपाई मो प्राण ताहा सबु पालन करे। तुम्भ वाक्यर विकास आलुओ प्रदान करे, ताहा निर्बोध को बोध दिए। मु तुम्भ आज्ञार आकांक्षारे आपणा मुख फर्चा करी फिटाई पकाइली। तुम्भे आपणा नामर प्रेमकारी मानंक प्रति जेपरी करिथाओ, सेपरी मो प्रति फेर ओ मते दया कर। तुम्भ वाक्यानुसारे मो पादगति सजाड़ ओ मो उपरे कौनसी अधर्म को राजत्व करियाकू दियो नाही। मनुष्यर उपद्रवरू मते मुक्त कर, तहिरे मु तुम्हर विधान सबु पालन करिबी। तुम्भ दास प्रति आपणा मुख प्रसन्न कर ओ तुम्हर विधि सबु मते शिखाओ। लोकमाने तुम्हर व्यवस्था पालन न करिबारु मो चक्षुरु जलधारा बहु अछि। सादे हे सदाप्रभु, तुम्भे धर्ममय ओ तुम्भर शासन सकल सरल। तुम्भे धर्मरे ओ अति विश्वस्ततारे आपणा प्रमाण वाक्य सबु आज्ञा करिअछ। मोहर उद्योग मते ग्रास करिअछि, कारण मोहर विपक्षगण तुम्भर वाक्य सबु पासुरी अछंती। तुम्भर वाक्य अत्यंत निर्मल, तही पाई तुम्भ दास ताहा स्नेह करे। मु क्षुद्र ओ तुच्छीकृत, तथापि मु तुम्भर विधान सबु पासुरु नाही। तुम्भर धर्म अनंत काल स्थायी धर्म ओ तुम्भर व्यवस्था सत्य। क्लेश ओ जंत्रणा मते आक्रमण करिअछि, तेबे हे तुम्भर आज्ञा समूह मोहर आह्लादजनक। तुम्भर प्रमाण वाक्य सकल सदाकाल धर्ममय। मते बुद्धि प्रदान कर, तहिरे मु बंचिबी। कफ मु सर्वांतकरणरे प्रार्थना करिअछि। हे सदाप्रभु, मते उत्तर दियो। मु तुम्भर विधि पालन करिबी। मु तुम्भ निकटरे प्रार्थना करिअछि, मते त्राण कर। तहिरे मु तुम्भर प्रमाण वाक्य सबु मानिबी। मु अरुणोदय पूर्वे आर्तनाद कली। मु तुम्भ वाक्यरे भरोसा रखिली। मु जेपरी तुम्भ वाक्य ध्यान करिबी, एथिपाई रात्रिर प्रत्येक प्रहर पूर्वे मोहर चक्षु प्रस्तुत हेला। तुम्भर स्नेहपूर्ण करुणानुसारे मोहर रब शुण। हे सदाप्रभु, आपणा शासनानुसारे मते सचेत कर। दुष्टतार अनुगामी लोकमाने निकटकू आसुअछंती, सेमाने तुम्भ व्यवस्थारु दूरवर्ती। हे सदाप्रभु, तुम्भे निकटवर्ती ओ तुम्भ आज्ञा सकल सत्य। मु पूर्वठारु तुम्भ प्रमाण वाक्यरु जानिअछि जे तुम्भे सदाकाल निमंते ताहा स्थापन करिअछ। रेस मोहर क्लेश विवेचना कर ओ मते उद्धार कर, कारण मु तुम्भर व्यवस्था पासरु नाही। तुम्भे मोहर विवाद निष्पत्ति कर ओ मते मुक्त कर। तुम्भ वाक्यानुसारे मते सचेत कर। परित्राण दुष्ट मानक ठारू दूर थाए, कारण सेमाने तुम्भर विधि सबु अनुसंधान करंती नाही। हे सदाप्रभु, तुम्भर स्नेहपूर्ण करुणा बहुविध। तुम्भर शासनानुसारे मते सचेत कर। मोहर ताड़नाकारी ओ विपक्ष अनेक, तथापि मु तुम्भ प्रमाण वाक्यरु विमुख होई नाही।
ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି, କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ। ମୁଁ ତୁମ୍ଭ ବିଧାନ ସବୁ କିପରି ସ୍ନେହ କରେ, ଏହା ବିବେଚନା କର। ହେ ସଦାପ୍ରଭୁ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସଚେତ କର। ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ। ସିନ୍। ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି, ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ। କେହି ପ୍ରଚୁର ଲୁଟ୍ ଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ। ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ। ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ 7 ଥର ତୁମ୍ଭର ପ୍ରଶଂସା କରେ। ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି, ପୁଣି ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରିଅଛି। ମୋହର ପ୍ରାଣ ତୁମ୍ଭ ପ୍ରମାଣ ବାକ୍ୟ ସବୁ ମାନିଅଛି ଓ ମୁଁ ତାହା ସବୁ ଅତିଶୟ ସ୍ନେହ କରେ। ମୁଁ ତୁମ୍ଭର ବିଧାନ ଓ ପ୍ରମାଣ ବାକ୍ୟ ସବୁ ମାନିଅଛି, କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି। ହେ ସଦାପ୍ରଭୁ, ମୋହର କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ। ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର। ମୋ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ। ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର। ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ, କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ। ମୋ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ, କାରଣ ତୁମ୍ଭର ଆଜ୍ଞା ସକଳ ଧର୍ମମୟ। ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନ ସବୁ ମନୋନୀତ କରିଅଛି। ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି। ପୁଣି ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ। ମୋହର ପ୍ରାଣ ଜୀବିତ ଥାଉ, ତହିଁରେ ତାହା ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନ ସକଳ ମୋହର ସାହାଯ୍ୟ କରୁ। ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି। ଆପଣା ଦାସକୁ ଖୋଜ, କାରଣ ମୁଁ ତୁମ୍ଭ ଆଜ୍ଞା ସକଳ ପାଶୋରୁ ନାହିଁ।